ଚେତାବନୀ ଯଦି ଆପଣଙ୍କୁ ଏହି ପଡକାଷ୍ଟ ଦେଖି ଗାଳି ଦେବା ପାଇଁ ଇଚ୍ଛା ହେଉଛି ତେବେ ଆପଣ ଆସି କମେଣ୍ଟ ବକ୍ସରେ ଗାଳି ଦେଇପାରନ୍ତି। ଆପଣଙ୍କର ଗାଳି ବହୁମୂଲ୍ୟ। ଜନହିତରେ ଜାରି। ନମସ୍କାର, ମୁଁ ଆପଣଙ୍କର ଅତି ପ୍ରିୟ ଇଂଲିଶ ଜୀବନ ଏବଂ ମୋର ରିଲିଜନ ହେଉଛି ଫେସବୁକ୍ ଏବଂ ମୋର କାଷ୍ଟ ହେଉଛି ପଡକାଷ୍ଟ। ତ ବର୍ତ୍ତମାନ ଏଇ ଯୋଉ ଫେସବୁକ୍ ଜଗତରେ ଚହଳ ସୃଷ୍ଟି କରୁଥିବା ଗୋଟେ ସ୍ୱନାମଧନ୍ୟ ବ୍ୟକ୍ତି ଯାହାକୁ ମୁଁ ବର୍ତ୍ତମାନ ଆମ ପଡକାଷ୍ଟ ଚ୍ୟାନେଲକୁ ସ୍ୱାଗତ ଜଣାଉଛି। ଆମ ପଡକାଷ୍ଟ ଚ୍ୟାନେଲକୁ ବହୁତ ବହୁତ ସ୍ୱାଗତ। ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ। ତ ଆପଣଙ୍କ ନାଁଟା କୁମାର ରାଜେଶ ନା ଅଜାନ ନାଁ କିଛି ଅଛି? ଅଜାନ ନାଁଟା ଆମର ଏଠି ଡାଟା ହିସାବରେ ଆପଣଙ୍କ ନାଁଟା ହେଉଛି ରଶ୍ମିରଞ୍ଜନ ଦାସ। ନା, ମୋର ଅଜାନ ନେମ୍ ହେଉଛି ରଶ୍ମିରଞ୍ଜନ ଦାସ, କିନ୍ତୁ ମୋ ଫେସବୁକ୍ ଆଇଡି ନେମ୍ ହେଉଛି କୁମାର ରାଜେଶ। ତ କୁମାର ରାଜେଶ ଓରଫ ରଶ୍ମିରଞ୍ଜନ ଦାସ, ଆପଣ ଆମ ବାଲେଶ୍ୱର ଜିଲ୍ଲାରେ ପ୍ରଥମ ଫେସବୁକ୍ କ୍ରିଏଟର ଯିଏକି ମନିଟାଇଜେସନ ମାନେ ପଇସା ଇନକମ୍ କରୁଛନ୍ତି ଫେସବୁକ୍। ତ ଆପଣଙ୍କୁ କେମିତିକା ଫିଲ୍ ହଉଛି, ଆପଣ ଟିକେ କହିବେ ଆପଣଙ୍କ ଭାବନା ବିଷୟରେ? ମତେ ବହୁତ ଭଲ ଫିଲ୍ ହଉଛି, କାହିଁକି ନା ମୋ ପାଖକୁ 2-3ଟା କଲ୍ ଆସିଛି, ଭିଡିଓ କରିବା ପାଇଁ ବି କଲ୍ ଆସିଛି, କିନ୍ତୁ ମୁଁ ଟାଇମ୍ ଅଭାବରୁ ଆପଣଙ୍କୁ ଅଫର ଆସିଲାଣି? ମୁଁ ଟାଇମ୍ ଅଭାବରୁ ମୁଁ ତାଙ୍କୁ ମନା କରିଦେଇଛି କରିବା ପାଇଁ। ତ ଦେଖନ୍ତୁ, ଫେସବୁକ୍ ରୁ ଏମିତିକା ଆପଣ କଣ୍ଟେଣ୍ଟ କ୍ରିଏଟ କରିକି ପଇସା ଇନକମ୍ କରିବା ସହିତ ବହୁତ ବଡ ବଡ ଅଫର ମଧ୍ୟ ଆସିଛି। ସେଟାକୁ ଆପଣ ଆମର ଯୋଉ ରଶ୍ମିରଞ୍ଜନ ଦେବ ଓରଫ କୁମାର ରାଜେଶ ଯେ ସିଏ ମନା କରିଦେଇସାରିଲେଣି ଯେ ନା ତାଙ୍କ ପାଖରେ ଆଉ ସମୟ ନାହିଁ। ତ ଆପଣଙ୍କର ଏଇ ଯୋଉ ଯାତ୍ରା ଫେସବୁକ୍ ରେ କେମିତି ଆରମ୍ଭ ହେଲା? ପ୍ରଥମେ ମୋ ବଡ ଭାଇ ଜଣେ ଅଛନ୍ତି, ସିଏ ପ୍ରଥମେ ଫେସବୁକ୍ ଭିଡିଓ ଆରମ୍ଭ କରିଥିଲେ। ସିଏ ଜୁନ୍ 3 ତାରିଖ ଆରମ୍ଭ କରିଥିଲେ। ତାଙ୍କ ପାଖକୁ ମୁଁ ଦେଖିକି ମୁଁ ଜୁନ୍ 7 କି 8 ଆରମ୍ଭ କଲି ଫେସବୁକ୍। ତ ବର୍ତ୍ତମାନ ଆପଣ ଆରମ୍ଭ କରିବା ଦିନଠୁ କେତେ ଦିନ ଲାଗିଲା ଆପଣଙ୍କୁ ଏଇ ଯୋଉ କଣ୍ଟେଣ୍ଟ ମନିଟାଇଜେସନ ଅନ୍ ହେଇଛି? ଆପଣଙ୍କୁ କେତେ ଦିନ ଲାଗିଥିଲା? ମୁଁ ଆରମ୍ଭ କରିବାର 2 ମାସ ଭିତରେ ମୋର ମନିଟାଇଜେସନ ହେଇଯାଇଛି। ବର୍ତ୍ତମାନ ମୁଁ ଇନକମ୍ କରୁଛି। ତ ବର୍ତ୍ତମାନ ଆପଣ କୁହନ୍ତୁ ଯେ ଆପଣ ଏଇ ଯୋଉ ଫେସବୁକ୍ ମନିଟାଇଜେସନ ଅନ୍ ହେଲା ପାଖରୁ ତ ଆପଣ ଏବେ ସୁଦ୍ଧା କେତେ ଟଙ୍କା ଇନକମ୍ କରିସାରିଲେଣି? ଟଙ୍କା? ମୁଁ ତ ଡଲାରରେ ଇନକମ୍ କରୁଛି। ଟଙ୍କା କଣ? କ୍ଷମା କରନ୍ତୁ, ମୁଖ୍ୟ କଥା ହେଲା ଯେ ଆମେ କେବେ ଡଲାର ନାଁଟା ଶୁଣିନେ। ତ ପାଖାପାଖି କେତେ ଡଲାର ଆପଣ ଇନକମ୍ କଲେଣି? ପାଖାପାଖି $31 ପାଖାପାଖି ଇନକମ୍ କରୁଛି। $31 ମାନେ ପାଖାପାଖି 50,000 ପାଖାପାଖି ହବ। ପାଖାପାଖି ସେତିକି ଭିତରେ ହବ। ଆଚ୍ଛା, ତ ଆପଣ କମେଣ୍ଟ ମାଧ୍ୟମରେ ଆମକୁ ଜଣେଇ ପାରିବେ ଯେ ଆମ ପଡକାଷ୍ଟଟି କେମିତି ଲାଗିଲା। ଆଉ ବହୁତ ଭଲ ଲାଗିଲା ଆପଣଙ୍କ ସହିତ କଥା ହେଇକି, ଯେ ଆପଣ ଆପଣଙ୍କର ଫେସବୁକ୍ ର ଜର୍ଣ୍ଣିଟା କହିଲେ ବହୁତ ମୋଟିଭେସନାଲ ଥିଲା ଆଉ ରଚନାତ୍ମକ ଥିଲା।